ନାରୀ ନିର୍ଯାତନା। ସମ୍ମାନିତ ଅଧ୍ୟକ୍ଷ ମହୋଦୟ, ଆଦର୍ଶ ଶିକ୍ଷକମାନେ, ପ୍ରିୟ ଭାଇ ଓ ଭଉଣୀ ଆଜି ଆମେ ଏଠାରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଏବଂ ସମ୍ବେଦନଶୀଳ ବିଷୟ ନାରୀ ନିର୍ଯାତନା ଉପରେ ଆଲୋଚନା କରିବାକୁ ଏକତ୍ରିତ ହୋଇଛୁ। ଏହା କେବଳ ଏକ ସାମାଜିକ ଦୁର୍ବଳତା ନୁହେଁ, ଏହା ଆମର ସମସ୍ତଙ୍କ ମନୋଭାବ ଏବଂ ଦୃଷ୍ଟିଭଙ୍ଗୀର ଏକ ଅନ୍ତର୍ନିହିତ ସମସ୍ୟା। ନାରୀମାନଙ୍କ ସ୍ଥିତି ଓ ନିର୍ଯାତନାର ରୂପ ବିଭିନ୍ନତା। ନାରୀମାନେ ସଦାବେଳେ ଏକ ସୁନ୍ଦର ଓ ଦୃଢ଼ ସମାଜ ଗଢ଼ିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଆସୁଛନ୍ତି। ଏହା ସତ୍ତ୍ୱେ ସେମାନେ ଅନେକ ପ୍ରକାରର ନିର୍ଯାତନାର ସମ୍ମୁଖୀନ ହେଉଛନ୍ତି, ଯେଉଁଥିରେ ଶାରୀରିକ, ମାନସିକ, ଆର୍ଥିକ ଓ ଭାବନାତ୍ମକ ହିଂସା ସମ୍ମିଳିତ ଅଛି। ସାଂସ୍କୃତିକ ଅସମତା, ଶିକ୍ଷାର ଅଭାବ ଓ ସମାଜର ପ୍ରତିଗାମୀ ଚିନ୍ତାଧାରା ଏହି ସମସ୍ୟାକୁ ଆହୁରି ଗଭୀର କରୁଛି। ଗୃହହିଂସା, ଦୃଢ଼ ଭାବେ ନାହିଁ କୁହାଯାଇଥିବା ଯୌନ ହିଂସା ଏବଂ କାର୍ଯ୍ୟସ୍ଥଳ ହିଂସା ପ୍ରତିଦିନ ବୃଦ୍ଧି ହେଉଥିବା ନିର୍ଯାତନାର ମୁଖ୍ୟ ରୂପ ଅଟେ। ନାରୀ ନିର୍ଯାତନାର ପ୍ରଭାବ। ନାରୀ ନିର୍ଯାତନା କେବଳ ନାରୀମାନଙ୍କ ପ୍ରତି ଏକ ଅନ୍ୟାୟ ନୁହେଁ, ଏହା ସମଗ୍ର ସମାଜକୁ ପ୍ରଭାବିତ କରେ। ନାରୀମାନଙ୍କ ମନୋବଳ କମେ, ସେମାନଙ୍କର ଶିକ୍ଷା ଓ କାର୍ଯ୍ୟକ୍ଷମତାରେ ହାନି ହୁଏ ଓ ତା'ର ଆର୍ଥିକ ଓ ସାମାଜିକ ସ୍ଥିତି ଗର୍ବିତ ହୁଏ। ଏହା ପରିବାରର ଆଧାରକୁ ଧ୍ୱଂସ କରି ଆଗାମୀ ପିଢ଼ି ଉପରେ ଖରାପ ପ୍ରଭାବ ପକାଏ। ଏହା ନିମନ୍ତେ ଶିକ୍ଷା, ସଚେତନତା ଓ ମାନସିକ ପରିବର୍ତ୍ତନ ଅତ୍ୟାବଶ୍ୟକ। ସମାଧାନ ଓ ଆଗାମୀ ପଦକ୍ଷେପ। ନାରୀ ନିର୍ଯାତନାକୁ ରୋକିବା ପାଇଁ ଆମକୁ ଏକ ସାଧାରଣ ଓ ଗୁରୁତ୍ୱପୂର୍ଣ୍ଣ ଯୋଜନାକୁ ଆଗକୁ ଆଣିବା ଆବଶ୍ୟକ। ପଏଣ୍ଟ ନମ୍ବର 1 ଶିକ୍ଷା ଓ ସଚେତନତା। ଶିକ୍ଷା ହେଉଛି ସମସ୍ତ ମାନବୀୟ ଦୁର୍ବଳତାର ମୁଖ୍ୟ ସମାଧାନ। ନାରୀମାନଙ୍କୁ ଶିକ୍ଷା ଏବଂ ସ୍ୱାବଲମ୍ବୀ ହେବାକୁ ପ୍ରେରିତ କରିବା ଜରୁରୀ। ପଏଣ୍ଟ ନମ୍ବର 2 କାନୁନ ଏବଂ ସୁରକ୍ଷା। ନିର୍ଯାତନା ପ୍ରତିବନ୍ଧିତ କାନୁନର ଶକ୍ତ ପ୍ରୟୋଗ ଜରୁରୀ। ନ୍ୟାୟ ବ୍ୟବସ୍ଥା ସ୍ୱତନ୍ତ୍ର ଏବଂ ନିଷ୍ପକ୍ଷ ହେବା ଆବଶ୍ୟକ। ପଏଣ୍ଟ ନମ୍ବର 3 ସମାଜର ମନୋଭାବ ଗଢ଼ିବା। ମହିଳାମାନଙ୍କ ପ୍ରତି ସମ୍ମାନ ଓ ସଂମିତ ଭାବକୁ ଉତ୍ସାହିତ କରିବା ଆବଶ୍ୟକ। ପଏଣ୍ଟ ନମ୍ବର 4 ଯୁବପିଢ଼ିର ଭୂମିକା। ଆମେ ଯୁବପିଢ଼ି ଭାବେ ଏହାକୁ ରୋକିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ଉଚିତ। ସମାଜରେ ଭଲ ମନୋଭାବ ସୃଷ୍ଟି କରିବା ଓ ନ୍ୟାୟ ପ୍ରଦାନରେ ସଂହତ ହେବା ଆମର ଦାୟିତ୍ୱ। ନାରୀମାନେ ନିର୍ଯାତନାର ଶିକାର ନ ହୋଇ ସେମାନଙ୍କର ସାମର୍ଥ୍ୟର ଜଗତକୁ ଦେଖାଇବା ଆବଶ୍ୟକ। ଆମେ ସମସ୍ତେ ମିଶି ନାରୀ ନିର୍ଯାତନାର ବିରୋଧରେ ଲଢ଼ି ଏକ ସୁନ୍ଦର ଏବଂ ସମାନତାମୟ ସମାଜ ଗଢ଼ିବାର ଶପଥ ନେବା ଉଚିତ। ଏହି ସଂଘର୍ଷ କେବଳ ନାରୀମାନଙ୍କର ନୁହେଁ, ଏହା ସମଗ୍ର ମାନବତାର ସଂଘର୍ଷ। ଯଦି ଆମେ ଏହାରେ ସଫଳ ହେବା। ଏତିକି କହି ମୁଁ ମୋର ବକ୍ତବ୍ୟ ଶେଷ କରୁଛି।